ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ ଗାରବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ସର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିବସ ପାଳିତ ହୋଇଯାଇଛି। ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଡିସେମ୍ବର 12 ତାରିଖକୁ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିବସ ଭାବେ ପୁରା ବିଶ୍ୱ ପାଳନ କରିଛି। ଏହି ବର୍ଷ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିବସର ପ୍ରସଙ୍ଗ ଥିଲା ସଭିଙ୍କ ପାଇଁ ସ୍ୱାସ୍ଥ୍ୟସେବା ପଦକ୍ଷେପର ସମୟ ଏବେ। ସ୍ୱାସ୍ଥ୍ୟସେବା ଯେପରି ସମସ୍ତଙ୍କ ପାଖରେ ପହଞ୍ଚିବ ସେଥିପ୍ରତି ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଦରକାର ଏବଂ ଏହାର ଲାଭ ଯେପରି ସମସ୍ତଙ୍କୁ ମିଳିପାରିବ। କୌଣସି ବି ରୋଗ ହେଲେ ବିଳମ୍ବ ନ କରି ନିକଟରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରର ପରାମର୍ଶ ନିଅନ୍ତୁ। ଉତ୍ତମ ସ୍ୱାସ୍ଥ୍ୟ ହିଁ ସୁସ୍ଥ ସମାଜ ଗଠନରେ ସହାୟକ ହେବ। ଏହି ପରିପ୍ରେକ୍ଷୀରେ ଗାରବନ୍ଧସ୍ଥିତ ତେଲୁଗୁ ବିଦ୍ୟାଳୟରେ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା ଏବଂ ଏଥିରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡକ୍ଟର ଶୁଭମ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଏହାର ପରିଚାଳନା ଡକ୍ଟର ପୂର୍ଣ୍ଣଚନ୍ଦ୍ର ପାତ୍ର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ରର କିଶୋର ଚନ୍ଦ୍ର ପାଣିଗ୍ରାହୀ, ମାଳତୀ ରାଉଳ, ଏସ୍ ଧନଲକ୍ଷ୍ମୀ, ଅନୁରାଧା ପାତ୍ର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସାଗର ମହାନ୍ତି, ବିଜୟ ପାଢ଼ୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେ ରାମବାବୁ, ଓପି ସନ୍ଧ୍ୟାରାଣୀ, ପବିତ୍ର କୁମାର ପଣ୍ଡା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। 2023 ର ଥୀମ୍ ହେଲା ସ୍ୱାସ୍ଥ୍ୟ ସଭିଙ୍କ ପାଇଁ ପରିବର୍ତ୍ତନର ପଦକ୍ଷେପର ସମୟ ଏବେ। ମାନେ ଯାହାକି ଆମେ ସମସ୍ତେ ଯାହା ଜାଣିବା ସ୍ୱାସ୍ଥ୍ୟଗତ ସମସ୍ୟା ଯଦି କିଛି ହେଲା ତାହେଲେ ଆମର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ଏବଂ ଯାହାକି ଆମେ ବର୍ତ୍ତମାନ ହେଉଛି କ'ଣ ନା ଜୀବନଶୈଳୀ ପରିବର୍ତ୍ତନ ରୋଗ ଏବଂ ପରିବେଶ ପରିବର୍ତ୍ତନର ରୋଗ ସେଗୁଡ଼ାକ ବହୁତ ବର୍ତ୍ତମାନ ହେଉଛି। ଆଜିକାଲି ଆମେ ଶାରୀରିକ ପରିଶ୍ରମ କରୁନେ, ବାହାର ଖାଦ୍ୟ ଯାହାକି ଆମେ ଫାଷ୍ଟ ଫୁଡ୍ ହଉ ବା ଆମର ପ୍ୟାକେଟ୍ ଫୁଡ୍ ହଉ ଏଗୁଡ଼ାକ ଆମେ ବେଶୀ ପରିମାଣରେ ଖାଉଛେ, ଯାହାକି ଆମକୁ ଅଣସଂକ୍ରାମକ ରୋଗ ବେଶୀ ଆସିଯାଉଛି। ମାନେ ସେ ରୋଗ ହେଲା ମାନେ କ'ଣ, ଆମେ ରୋଗରେ ପୀଡ଼ିତ ହେଲା ମାନେ ମୃତ୍ୟୁ ପର୍ଯ୍ୟନ୍ତ ଆମେ ସେ ରୋଗ ଆମ ପାଖକୁ ଛାଡ଼ିବ ନାହିଁ। ତେଣୁକରି ବର୍ତ୍ତମାନ ଆମେ ସେ ରୋଗକୁ ଆମେ କାହାକୁ ମଧ୍ୟ ବାଣ୍ଟି ପାରିବାନି, କିନ୍ତୁ ସେ ରୋଗଟା ଆମକୁ ଏମିତି ସମୟରେ ଆସିଯାଉଛି ଯାହାକି ଆମକୁ ଅକାଳ ମୃତ୍ୟୁ ଆମର ବୟସ ଥିବା ପୂର୍ବରୁ ଆମେ ମରିଯାଉଛୁ। ଗଜପତି ଜିଲ୍ଲାରୁ ଭାସ୍କର ସ୍ୱାଇଁଙ୍କ ରିପୋର୍ଟ, ନ୍ୟାୟବତୀ ଟିଭି।